କୁଡ଼ିଆବ ଛକର ତୁଳସୀ ମଣ୍ଡପର ସମ୍ପୂର୍ଣ୍ଣ କାମ ସରିଛି। ବହୁ ବର୍ଷ ହେଲା ଛୋଟିଆ ତୁଳସୀ ମଣ୍ଡପର କାର୍ଯ୍ୟ ଚାଲିଥିଲା। ଅନେକ ଥର କିଛି କିଛି ବିଧାୟକ ପାର୍ଟି ହଉ ହାତରୁ ବି କିଛି ଦେଇକି ଆଜି ସମ୍ପୂର୍ଣ୍ଣ ହେଇପାରିଛି। ସେହି ଉପଲକ୍ଷେ କୁଡ଼ିଆବ ଛକରେ ଲୋକଙ୍କର ମନ ଖୁସି କରିବା ପାଇଁ ଗୋଟେ ମହାଭାରତ ନାଟକର ଆୟୋଜନ କରିଛନ୍ତି। ଏଥିରେ ମଞ୍ଚସ୍ଥ ଥିବା ମୋର ବଡ଼ ଭାଇ ସରପଞ୍ଚ ବୁଲୁ ଭାଇ, ସଦସ୍ୟ ଆମର ବନବାସ, ମଞ୍ଚରେ ବସିଥିବା ରବି ଭାଇ, ସ୍ୱାଇଁ ବାବୁ ଏବଂ ଦର୍ଶକ ବନ୍ଧୁ ଏବଂ ମା ଭଉଣୀ ମାନେ, ରୁଗୁମ ଗ୍ରାମର ମା ଭଉଣୀ ମାନେ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବକ ସାଥୀମାନେ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛି। ଯେ ଇଏ ଯୋଉ ରାମ ପ୍ରଧାନ ଯେବେ ବି ଯୋଉଠିକି ଲେଙ୍କରିଂ କରିବାକୁ ଯାଉଛି ମତେ ଯାହାକି ଲଗେଇ ଦେଖୁଛି, ଯାହାକି ଲଗେଇ ଟେକି ଦଉଛି। ଯାହା ହଉ, ବହୁତ ଖୁସିର ବିଷୟ। ଆଜି ପାର୍ଟିର ଗୋଟେ ପ୍ରୋଗ୍ରାମ ଥିଲା, ଭଞ୍ଜନଗର ସବକଲେକ୍ଟର ଅଫିସ ଘେରାଉ ଥିଲା, ସେଇଠୁ ଉଦୟଗିରି ମହୋତ୍ସବ ଥିଲା। ତ ମୁଁ ପହଞ୍ଚିଲା ବେଳେ ଟିକେ ଲେଟ୍ ହେଇଯାଇଛି, ଆପଣମାନେ କ୍ଷମା କରିବେ। ମୁଁ ଆସେ ଆପଣମାନଙ୍କୁ ଦେଖିବା ପାଇଁ, ଆପଣମାନଙ୍କର ଭଲ ମନ୍ଦ ବୁଝିବା ପାଇଁ ଏବଂ ଗାଁର କୌଣସି କାମ ହେଇଛି ନା ନାହିଁ ବୁଝିବା ପାଇଁ ମୁଁ ଆସେ, ଏତିକି ଦେଖିବା ପାଇଁ। ତମର ବସୁନ, ତମ ସିନା ନାଟ ଦେଖିବ, ମୁଁ ସିନା ଲୋକଙ୍କୁ ଦେଖି, ମୁଁ ଆସେ ଏଥିପାଇଁ। ଆଜି ଯୋଉ ନାଟକ ଉନ୍ମୋଚନ ହେଇଛି, ଏଥିରେ ମୁଁ ଆସିଥିଲି ଯେ ନାଟକ ଉନ୍ମୋଚନ ଟିକେ ରିଭିଲ୍ କାଟିବି, ଲୋକଙ୍କୁ ଟିକେ ଦେଖିବି, ଲୋକଙ୍କୁ ଟିକେ ଆଶ୍ୱାସନା ଦେବି, ଭଲ ମନ୍ଦ ବୁଝିବି, ଆମର ମା ଭଉଣୀ ମାନଙ୍କୁ ଦେଖିକି ମୁଁ ବିଦାୟ ନେବି। ଆପଣମାନେ ନାଟ ଦେଖିବା ପାଇଁ ଆସନ୍ତି, ଆଉ ଟିକେ ପରେ ନାଟ ଦେଖିବେ। ମୁଁ ଆସିଛି ମୋର ଲୋକଙ୍କୁ, ମୋ ଅଞ୍ଚଳ ଲୋକଙ୍କୁ ଦେଖିବା ପାଇଁ, ଯେ ଲୋକମାନେ ଆମର ଖୁସି ଆନନ୍ଦରେ ନାଟକଟି ଉପଭୋଗ କରୁଛନ୍ତି ନା ନାହିଁ ଏବଂ ସମସ୍ତେ ଖୁସିର ଅଛନ୍ତି ନା ନାହିଁ, ଏହା ହେଲା ମୋର କାମ। ବାକି ଆରେ ଘରେ ଏହା ହଉଛି କଥା। ଆଜି ଗ୍ରାମାଞ୍ଚଳର ବିକାଶ, ଆଜି ଯୋଉ ଭଞ୍ଜନଗର ଯିବାର ତାର ତାତ୍ପର୍ଯ୍ୟ ହେଲା ଯେ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାଁରେ ନରେଗା ଯୋଜନା ହେଇଥିଲା, ଏନ୍ଆର୍ଜିଏସ୍ ହେଇଥିଲା, ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଯୋଉ ହେଇଥିଲା, ତାକୁ ଏ ସରକାର ଆସିଲା ପରେ ନାମ ପରିବର୍ତ୍ତନ କରିକି ଜାତିର ପିତାର ନାଁକୁ ମଧ୍ୟ କାଟିକି ସେ କଣ ବିପିଜି ରାମ ଜୀନା କଣ ସେ ନାଁ ମଧ୍ୟ କାହା ମନ ବି ନାହିଁ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର, ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇ ଯୋଉ କଂଗ୍ରେସ ଦଳ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା କରିଥିଲେ, ସେଥିରେ ଗ୍ରାମାଞ୍ଚଳର ବିକାଶ ହେଇପାରୁଥିଲା, ଗ୍ରାମାଞ୍ଚଳ ଲୋକମାନେ ଦି ପଇସା ରୋଜଗାର ପାଇପାରୁଥିଲେ। ସେ ନାଁକୁ ଚେଞ୍ଜ କରିଦେଇଛନ୍ତି। ତାକୁ ବାରମ୍ବାର ଆନ୍ଦୋଳନ ମାଧ୍ୟମରେ ଜାତିର ପିତାର ସମ୍ମାନଟିକୁ ରଖିବା ପାଇଁ ଆମେ କାର୍ଯ୍ୟ ବ୍ୟସ୍ତତା ଥିଲୁ, ପହଞ୍ଚି ପାରିନଥିଲି। ଆଜି ଯାହା ହଉ, ମୁଁ ଆଉ ଟିକେ ଲେଟ୍ ହେଇଯାଇଥାନ୍ତା, ଜଲ୍ଦି କାମ ସରେଇକି ପହଞ୍ଚି ପାରିବି। ଏଥିରେ ଯୋଉ ମହାଭାରତ ଆଜି ନାଟକ ଉନ୍ମୋଚନ ହେଇଛି, ଭଲ ଭଲ ପାଠ କରିଛନ୍ତି, ସବୁ ଭୀମ ଦୁଶାସନ ସବୁ ବଢିଆ ବଢିଆ ପାଠ କରୁଛନ୍ତି, ସବୁ ସାହିତ୍ୟ ଅଛି, ଭଲ ଏଣ୍ଟରଟେନମେଣ୍ଟ ହଉଥିବ, ଖୁସି ଆନନ୍ଦରେ ନାଟକ ଉପଭୋଗ କରନ୍ତୁ ସମସ୍ତେ। ଆଉ ବାକି ବୁଲୁ ଭାଇ ଯୋଉ କହୁଥିଲେ ସେ ପାଣି କଥା, ପାଣି ଠିକ ଠାକ ଆସୁଛି ମା ମାନେ? ପାଣି ପାଣି ଠିକ ଆସୁଛି?
ଆମେ ଯାଉ ଜାଣିବା ପାଇଁ ଦେଉଛନ୍ତି ପାଣି ଆସୁଛି ମା ମାନେ ହଉ ଖୁସି ଆନନ୍ଦରେ ନାଟକ ଉପଭୋଗ କରନ୍ତୁ। ବାକି ଗ୍ରାମାଞ୍ଚଳର ଯୋଉ କାମ ରହିଛି କିଛି ଅସୁବିଧା ଥିଲେ କହିବେ ତାକୁ ନିଶ୍ଚୟ ସହଯୋଗ କରି କାମ କରିବା। ଆଉ ମୋର ସାଥୀମାନେ ଆଜି କଳାକାର ଭାଇମାନେ ନାଟକଟି ଭଲ ବହୁତ ସୁନ୍ଦର ଭାବେ କରିବେ ବୋଲି ମୋର ଆଶା ରହିଛି। ବାକି ଯୋଉ ଷ୍ଟେଜରେ ସେପଟେ ଗଡ଼ିଲା ଭଳିଆ ଅଛି ଫାଲ୍ଟି ଫାଲ୍ଟା ଦେଖି ମାରୁଥିବ ନହେଲେ ଗୁଡ଼ା ତ ଭାଙ୍ଗିଯିବ। ଧନ୍ୟବାଦ ଦେବି ସମସ୍ତଙ୍କୁ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ମୁଁ ଅଧାରେ ଆସି ଆପଣମାନଙ୍କର ଯୋଉ ନାଟକଟି ଖୁସି ଆନନ୍ଦରେ ପାଳୁଥିଲେ ମୁଁ ଟିକେ ଡିଷ୍ଟର୍ବ କରିଦେଲି, କ୍ଷମା କରିବେ। ସମସ୍ତଙ୍କୁ ଧନ୍ୟବାଦ। ଶାନ୍ତି ଶୃଙ୍ଖଳା ରକ୍ଷା କରି ନାଟକ ଉପଭୋଗ କରିବେ। ଧନ୍ୟବାଦ।